ଯୀଶୁଙ୍କ ନାମରେ ସମସ୍ତଙ୍କୁ ପ୍ରେମ ନମସ୍କାର। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଅନୁଗ୍ରହ କରିଥିବାରୁ ଆଜି ଆମ୍ଭେମାନେ ଆଉ ଗୋଟେ ଦିନ ଦେଖିବାକୁ ପାଇପାରିଛୁ। ସେଥିପାଇଁ ଆମେ ପ୍ରଭୁଙ୍କୁ ଅଶେଷ ଧନ୍ୟବାଦ ଦେବା ଦରକାର। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ ଏବଂ ଅନୁଗ୍ରହ କରନ୍ତୁ। ପ୍ରିୟ ଭାଇ ଏବଂ ଭଉଣୀ, ଆଜି ପ୍ରଭୁଙ୍କ ବାକ୍ୟରୁ ଆମ୍ଭେମାନେ ଶିଖିବା। ଆଜିର ଶିକ୍ଷଣୀୟ ବିଷୟ ହେଲା ପରମେଶ୍ୱର ଦେଖନ୍ତି। ପରମେଶ୍ୱର ଦେଖନ୍ତି। ଆଜିର ସମୟରେ ଯଦି ଆମେ ମନୁଷ୍ୟମାନଙ୍କୁ ଦେଖିବା, ଅନେକ ପାପ, ଅପରାଧ, ଅଧର୍ମ, ଅନ୍ୟାୟ, ଅତ୍ୟାଚାର, ଚୋରି, ମର୍ଡର, ଏପରି ଅନେକ ମନ୍ଦ କାମ ଗୁଡ଼ିକୁ କରି ଚାଲିଛନ୍ତି। ତାର କାରଣ କ'ଣ ଯଦି ଆମେ କହିବା, ଅନେକ ଭାବନ୍ତି ଆମ୍ଭକୁ କେହି ଦେଖୁନାହାନ୍ତି, ଆମକୁ କେହି ଦେଖି ନାହାନ୍ତି। ଏହିପରି ଅନେକଙ୍କ ଜୀବନରେ ଚିନ୍ତା ଭାବନା ଆସେ ଏବଂ ଅନେକ ଗୁପ୍ତରେ ସେମାନେ ପାପ କରି ବସନ୍ତି। ସେମାନେ ମୋର ପ୍ରିୟ ଭାଇ ଭଉଣୀ, ଆଜି ଆପଣଙ୍କୁ ପ୍ରଭୁଙ୍କ ବାକ୍ୟରୁ ଏହି ବିଷୟ ଆପଣଙ୍କୁ ଜଣାଇବାର ବିଷୟ ହେଲା, ଆପଣ କେବେ ବି ଭାବନ୍ତୁ ନାହିଁ ମୋତେ କେହି ଦେଖୁନାହାନ୍ତି, ମୋ ଉପରେ କାହାର ଆଖି ନାହିଁ ବୋଲି ଆପଣ ଭାବନ୍ତୁ ନାହିଁ। ଆପଣଙ୍କୁ ପରମେଶ୍ୱର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଆପଣଙ୍କ ଉପରେ ତାଙ୍କର ଦୃଷ୍ଟି ଅଛି, ତାଙ୍କର ଆଖି ଅଛି। ସେ ଆପଣଙ୍କୁ ଦେଖୁଛନ୍ତି। ଆପଣ କେବେ ଭାବନ୍ତୁ ନାହିଁ ଏବଂ ଭାବିକି ଆପଣ କୌଣସି ଲୁଚିକି ଚୁପିକି କୌଣସି ମିଛ କଥା କୁହନ୍ତୁ ନାହିଁ, କାହା ସହିତ ଚିଟିଂବାଜ କରନ୍ତୁ ନାହିଁ। ଈଶ୍ୱର ଦେଖୁଛନ୍ତି। ଆଜି ମନୁଷ୍ୟର ଜୀବନରେ ଭୟ ନାହିଁ। କ'ଣ ପାଇଁ? ସେମାନେ ଭାବନ୍ତି ମୋଠାରୁ ଆଉ ମୋତେ କିଏ କ'ଣ କରିପାରିବ? ଦେଖିଲେ ଜାଣିଲେ ମୋତେ କିଏ କ'ଣ କରିପାରିବ? ମୋର ପ୍ରିୟ ବନ୍ଧୁ, ଆପଣଙ୍କୁ ମନୁଷ୍ୟ ସିନା କେହି କିଛି କରିପାରିବେ ନାହିଁ, କିନ୍ତୁ ଆପଣଙ୍କର ସୃଷ୍ଟିକର୍ତ୍ତା ଅଛନ୍ତି। ସେ ନ୍ୟାୟ ବିଚାରକର୍ତ୍ତା ଏବଂ ଦଣ୍ଡଦାତା ମଧ୍ୟ। ସେ ଆପଣଙ୍କୁ ବିଚାର କରି ଶାସ୍ତି ଦେବେ ଏବଂ ଅନନ୍ତ ଦଣ୍ଡ ଦେଇ ଆପଣଙ୍କୁ ଦଣ୍ଡିତ କରିବେ। ଆପଣ ମନୁଷ୍ୟ ହାତରୁ ଖସି ଯାଇପାରନ୍ତି, କିନ୍ତୁ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ହାତରୁ ଆପଣ କେବେ ବି ଖସିକି ଯାଇପାରିବେ ନାହିଁ। ବାଇବେଲ କହେ, ଈଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ। ଜୀବିତ ଈଶ୍ୱରଙ୍କର ହସ୍ତରେ ପଡ଼ିବା ଭୟଙ୍କର ବିଷୟ ବୋଲି ବାଇବେଲ ପ୍ରକାଶ କରେ। ସେଥିପାଇଁ ଆଜି ଆପଣଙ୍କୁ ମୁଁ କହିବାକୁ ଇଚ୍ଛା କରେ, ଆପଣଙ୍କୁ ପରମେଶ୍ୱର ଦେଖୁଛନ୍ତି।